ଯାହାର ଶରୀର ସୁନ୍ଦର ତାକୁ ସମସ୍ତେ ପସନ୍ଦ କରନ୍ତି, ଆଉ ବନ୍ଧୁ ଯାହାର ହୃଦୟ ସୁନ୍ଦର ତାକୁ ଈଶ୍ୱର ପସନ୍ଦ କରନ୍ତି। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ଭଳି ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 16 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 2 ଦିନ, ଶୁକ୍ରବାର, କୃଷ୍ଣ ପକ୍ଷ ଚତୁର୍ଥୀ ତିଥି, ଯାହା ରାତ୍ରି 3:05 ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି। ଆଜି ମୂଳା ନକ୍ଷତ୍ର, ଯାହା ଦିବା 2:32 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:12 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:10। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ, ଯାହା ରାତ୍ରି 3:05 ପରେ ଦକ୍ଷିଣ କୋଣରେ ରହିବ। ଆଜି ତୁଳା ରାଶି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ରହିଛି। ଆଜି ଘାତ ବାର ରହିଛି, ଯାହାକି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଚତୁର୍ଥୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ମୂଳା, ଯାହାକି ନିଷେଧ ରହିଛି। ଆଜିର ଶୁଭ ବାର୍ତ୍ତା, ଯାହାକି ଆପଣମାନେ ଅନ୍ଧାରିଆ ସ୍ଥାନରେ କେବେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ, କାରଣ ଅନ୍ଧାରିଆ ସ୍ଥାନରେ ଅଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଅନ୍ଧାରିଆ ସ୍ଥାନରେ ଏକୁଟିଆ ବସିଲେ ନାନା ପ୍ରକାର କୁଭାବନା ମୁଣ୍ଡରେ ପଶିଥାଏ। ଯଦି ଆପଣମାନେ ଏହି ରାଶିଫଳ କାର୍ଯ୍ୟକ୍ରମ ଦେଖୁଛନ୍ତି, ତେବେ ନିଶ୍ଚିତ କମେଣ୍ଟ ବକ୍ସର ଆପଣଙ୍କର ଇଷ୍ଟ ଦେବତାଙ୍କର ନାମ ଲେଖନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 8:29 ରୁ ଦିବା 11:46 ମଧ୍ୟ ରହିଛି। ରାହୁ କାଳ, ବାର ବେଳା ଏବଂ କାଳ ବେଳା, ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଆଜିର ଶୁଭ ବେଳା, ଯାହା ପ୍ରାପ୍ତ 6:00 ଯାହାକି ପ୍ରାପ୍ତ 6:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 12:00 ଦିବା 2:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 8:34 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ସଫଳ ହେବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶରେ ଆପଣଙ୍କର ବିରୁଦ୍ଧ ଆବାସ ଆସିପାରେ, କିନ୍ତୁ ଆପଣ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ମେଷ ରାଶି ବ୍ୟକ୍ତି, ଆଜି ଶିକ୍ଷା କ୍ଷେତ୍ରରେ ଆପଣ ଆଗକୁ ବଢିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ, ଭାଗ୍ୟ ସାଥ ଦେଇପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ମେଷ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ନିଶ୍ଚିତ ନିଜର ମନୋବଳ ବଢିବ ଏବଂ ଆପଣଙ୍କର ବୈବାହିକ ଜୀବନ ସୁଖମୟରେ କଟିବାର ସୁଯୋଗ ଦେଇପାରେ ଏବଂ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବନ୍ଧୁ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ ଯାହାକି କାର୍ଯ୍ୟରେ ସଫଳ ହବ, ଯାହାକି ବେପାର ବାଣିଜ୍ୟରେ ମଧ୍ୟ ଆପଣ ତାଙ୍କ ଦ୍ୱାରା ଅନେକ ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି
କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ମନ ବଳିପାରେ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ଜଡ଼ିତ ହେବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା କିଛି ମାତ୍ରାରେ ଆପଣଙ୍କୁ ଯାହାକି ଡାଉନ କରିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ହଳଦିଆ ରଙ୍ଗ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି କାର୍ଯ୍ୟ କରୁଥିଲା ବେଳେ ଅନେକ ପରିମାଣରେ ଭୟ ମାନସିକ ସ୍ତରରେ ଆସିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବୃଷ ରାଶି ବ୍ୟକ୍ତି ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ନିଜର କଣ୍ଟ୍ରୋଲ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ତତ୍ ସହିତ ବୃଷ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାପଢିରେ ଅବହେଳା କରିପାରନ୍ତି, ମାନସିକ ସ୍ତରରେ ଦୁର୍ବଳ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ବୃଷ ରାଶି ବ୍ୟକ୍ତି ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଭଲ ଦିନ ହୋଇପାରେ। ତେବେ କେତେକାଂଶରେ ପାରିବାରିକ ସମସ୍ୟା ଭିତରେ ମଧ୍ୟ ଆପଣଙ୍କର ଶାନ୍ତି ଆସିବ, ଯାହା ନିଜ ଭିତରେ ଭଲ ସମ୍ପର୍କ ଦେଖାଦେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆର୍ଥିକ ଦୃଷ୍ଟିରୁ ଦେଖିଲେ ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି କିଛି ନୂତନ ଜାଗାକୁ ଯଦି ଯାଉଛନ୍ତି ଟିକେ ସାବଧାନ ସହକାରେ ରୁହନ୍ତୁ, ବିଶେଷ କରି ରାସ୍ତାଘାଟରେ ଛୋଟ ମୋଟ ପୀଡା ଆପଣଙ୍କୁ ଆଘାତ ଦେଇପାରେ। ବିଶେଷ କରି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଜି ଅନେକ ପରିମାଣରେ ବଢିପାରେ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଖାଦ୍ୟ ପେୟକୁ ସାବଧାନ ସହକାରେ ପରିଚାଳନା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଯାହାକି ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ କରିବାର ଯୁଗ ରହୁଛି। ନିଜର ସ୍ୱାର୍ଥ ଅଧିକ ଧ୍ୟାନ ଦେବେ, କାହାର କଣ ହେଲା ନ ହେଲା ଆପଣଙ୍କର ସେଥିରେ କୌଣସି ଯାଏ ଆସେ ନାହିଁ। ନିଜ କାର୍ଯ୍ୟ କେମିତି ସଫଳ ହେବ ସେଥିପ୍ରତି ଅଧିକ ଆଗଭର ହୋଇପାରନ୍ତି ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବ। ତତ୍ ସହିତ ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଶୁଭ ଯୁଗ ରହୁଛି, ଯାହାକି ନିଜର ଦକ୍ଷତା ବଳରେ ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। କିଛି ନୂତନ ବିଜନେସ କରିବାର, କିଛି ସଂକଳ୍ପ ନେବାର ଆଜି ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ରହିଛନ୍ତି ଅନେକ ମଧୁର ସମ୍ପର୍କ ସୃଷ୍ଟି ହେବ। ତତ୍ ସହିତ ଆଜି ପାରିବାରିକ ସମ୍ପର୍କ ଆପଣଙ୍କର ଭଲ ରହିବ। ନିଜ ଭିତରେ ପରିବାର ସମ୍ବନ୍ଧ ଅତି ସୁଖମୟ ପରିବେଶରେ କଟିବାର ସୁଯୋଗ ଦଉଛି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତା ସମାଧାନ ଆଜି ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୁଗ ରହିଛି, ଯାହାକି ଗ୍ରହମାନେ ଆଜି ପୂର୍ଣ୍ଣ ଶୁଭ ଯୁଗ ବନଉଛନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ମହା ଆନନ୍ଦରେ ଦିନ କଟିବେ। ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଗୁଡ଼ିକ ମନଭରା ରହିବ, ଯାହାକି ଉପରସ୍ଥ ଅଫିସର ଆପଣଙ୍କ ଉପରେ ଆନନ୍ଦିତ ହେବେ। ତତ୍ ସହିତ କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ଯାହାକି କାର୍ଯ୍ୟ ହାସଲ କରିବେ, ଅର୍ଥାତ ଆପଣଙ୍କର ଇଣ୍ଟରଭ୍ୟୁ ଭଲ ହବାର ସୁଯୋଗ ଦଉଛି। ତତ୍ ସହିତ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ, ଏବଂ
ଆପଣଙ୍କର ପ୍ରତିଷ୍ଠା ଲାଭ ହେବ। କର୍କଟ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ମଧୁର ସମ୍ପର୍କ ଦେଖାଦେବ। ଆଜି କିଛି ଯଦି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି ଏବଂ ପ୍ରେମ ସମ୍ବନ୍ଧରେ କଥାବାର୍ତ୍ତା ପାଇଁ ଆଜି ଶୁଭ ଯୁଗ ବନଉଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୈବାହିକ ଜୀବନ ସୁଖମୟ ପରିବେଶର କଟିବା ସହିତ ପାରିବାରିକ ସମସ୍ୟା ମହା ଆନନ୍ଦରେ, ଯାହାକି ଯଦି କିଛି ସମସ୍ୟା ଥିବ ଆଜି ଶୁଭରେ କଟିବ, ଅର୍ଥାତ୍ ପୂର୍ବରୁ ସମସ୍ୟା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ରହିବ ନାହିଁ। ତତ୍ସହିତ ବେପାର ବାଣିଜ୍ୟରେ କରୁଥିଲେ କର୍କଟ ରାଶି ବ୍ୟକ୍ତି ଆଜି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନୂତନ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ରହୁଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍କଟ ରାଶି ବ୍ୟକ୍ତିଙ୍କର ଅତି ଉତ୍ତମ ଦିନ ହୋଇପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ସଫଳତା ପ୍ରାପ୍ତ କରିବ। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ନିଜର ପାଠ ପଢା ପ୍ରତି ଅଧିକ ମନୋବଳ ବା ଆକର୍ଷଣୀୟ ହୋଇପାରନ୍ତି। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲା ବେଳେ ଅନେକ ପ୍ରତିଷ୍ଠା ବା ନିଜର ଦକ୍ଷତା ବୃଦ୍ଧି କରିପାରନ୍ତି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ସାମାଜିକ ସହିତ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆଗକୁ ବଢିବେ, ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆଜି ମହା ଆନନ୍ଦରେ ଦିନ କଟିପାରେ, ଯାହାକି ମଧୁର ବାର୍ତ୍ତାଳାପ ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଅତି ଉତ୍ତମ ଯୁଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ଦେଇପାରେ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଚିନ୍ତା ଟିକେ ବଢିପାରେ, ଯାହାକି ଅନେକ କ୍ଷେତ୍ରରେ ମାନସିକ ସ୍ତରରେ ଆପଣ ଅସ୍ଥିର ଦୁର୍ବଳ ହୋଇପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଭାଗ୍ୟ ଆଜି ଆପଣଙ୍କର କମ ପରିମାଣରେ ସାଥ ଦଉଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଅସ୍ଥିରତା ନ ହୋଇ ସ୍ଥିରତା ହୋଇ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର କାର୍ଯ୍ୟ ଯାହାକି ସଚେତନ ସହକାରେ କରନ୍ତୁ। କୌଣସି ଯାହାକି କଥା କହିଲା ବେଳେ ଝଗଡା କଳହ ପ୍ରତି ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ମାନ ସମ୍ମାନ ଆପଣଙ୍କର ହାନି ହବାର ଅନେକ ଚାନ୍ସ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ସଫଳତା ଦିନ ହୋଇ ନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ କରନ୍ତୁ। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ, ଯାହାକି ଆର୍ଥିକ ସ୍ଥିତି ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ସେ ଦୂରଯାତ୍ରାରେ ଆପଣଙ୍କର କାର୍ଯ୍ୟ ସଫଳତା ହବା ଭାରି କଷ୍ଟକର ଯୁଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧରେ ଦେଖିଲେ ଆପଣଙ୍କ ନିଜ ଭିତରେ କିଛି ମନାନ୍ତର ଯୁଗ ରହୁଛି, ତେଣୁ ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଭଲ ବାର୍ତ୍ତାଳାପ କରନ୍ତୁ, କୌଣସି କଳହ ଯୁକ୍ତିତର୍କ କଟୁ କଥା କୁହନ୍ତୁ ନାହିଁ, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧରେ ସ୍ଥିରତା ରହିବ ଏବଂ ପାରିବାରିକ ସମ୍ପର୍କ ଭିତରେ ଆପଣ ନିଶ୍ଚିତ ସାବଧାନ ସହକାରେ ନିଜର କଥାବାର୍ତ୍ତା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି
40% साथ दो। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज निजर दक्षता बଳରେ समस्त कार्य सफलता आड़कू अग्रगति करि पारंती। तत्सहित दैनंदिन कार्य आपण अनेक सुख प्राप्त करने सहित निजर चाकरी संबंध रे कार्य गुड़ी को आपणकर कार्य कौशल देखि उपरस्थ कर्मचारी आपण को निश्चित प्रशंसा करि पारंती। तुला राशि व्यक्ति आज तुला राशि व्यक्ति जहा कि किछि नूतन वस्त्र किंबा उपहार मिलिबार पूर्ण सुजोग रहुछि। तत्सहित शिक्षार्थी विद्यार्थी मानक पई आज उत्तम जुग बनौछि। एवं आज तुला राशि व्यक्तिंकर जहा कि राजनैतिक सामाजिक क्षेत्र रे निजर दबदबा बढ़ी पारंती। तत्सहित तुला राशि व्यक्ति जो माने प्रेम संबंध रे जड़ित अछंती आज मधुर संपर्क बा प्रीति अधिक देखा दे पारे। तत्सहित तुला राशि व्यक्ति आज पारिवारिक दृष्टि देखिले आपणकर परिवार वर्गक सहित हस खुशी दिन कटिबार सुजोग दे पारे। आज तुला राशि व्यक्ति जहा कि कौनसी कंपटीशन क्षेत्र रे जदि भाग नउछंती सेथिरे विजय होबार अनेक चांस रहुची। सदा बेले आपण हस खुशी रे दिन कटिबार पूर्ण सुजोग रहुची। बंधु प्रियजनक सहित भल संबंध रही पारे। तत्सहित आज तुला राशि व्यक्ति व्यापार वाणिज्य रे आपण अनेक प्रकार लाभ करिवार पूर्ण सुजोग रहुची। नूतन बिजनेस करिबा पई आज उत्तम जुग बनौछि। तत्सहित आज तुला राशि व्यक्ति जेकोनोसी गुरुत्वपूर्ण निष्पत्ति नबा पई भाग्य आपणकर पूर्ण साथ देउछि। आज तुला राशि व्यक्तिंकर स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज ताहार समाधान होबार अनेक चांस रहुछि। आज तुला राशि व्यक्तिंकर भाग्य संख्या रहिछि जहा कि 9। भाग्य रंग रहुछि जहा कि आपण नील रंग व्यवहार करि परिबे। एवं ग्रह माने आपण को आज जहा कि 98% साथ दउछन। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज आपणकर जहा कि आनंदमय परिवेश हबो। तत्सहित आज पारिवारिक संपर्क आपणकर अनेक सुख देबो। एवं परिवार वर्गंकर विशेष कर पिला छुआंक सहित आपणकर मन सदा बेले प्रसन्न रहिबा सहित जो माने प्रेम करूछंती सेमानक पई आज मधुर बा उत्तम दिन होई पारे। आज बिछा राशि व्यक्ति शिक्षार्थी विद्यार्थी माने जो माने अनेक सफलता हासिल करिवार सुजोग रहुची। तत्सहित राजनैतिक सामाजिक क्षेत्र रे बिछा राशि व्यक्ति आज पदमर्यादा सहित मान सम्मान आपणकर निश्चित प्रतिष्ठा लाभ करिवार पूर्ण सुजोग रहुची। आज बिछा राशि व्यक्ति जेकोनोसी शुभ कार्य पई उत्तम जुग रहुची अर्थात गुरुत्वपूर्ण निष्पत्ति नबा पई पूर्ण शुभ जुग रहुची। तत्सहित बिछा राशि व्यक्ति निजर व्यापार वाणिज्य जदि करूछंती अनेक प्रकार लाभ करिवार पूर्ण सुजोग रहुची जहा आपणक भाग्य चक्र रु जणा पडुची। आज बिछा राशि व्यक्ति जहा कि व्यापार वाणिज्य रे जेकोनोसी निष्पत्ति नबा पई बा कोनोसी नूतन बिजनेस करिवा पई पूर्ण शुभ जुग रहुची। आज बिछा राशि व्यक्तिंकर जहा कि स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज आउ टिके अस्थिरता आडकू अग्रगति करि पारे। तेनु निश्चित स्वास्थ्य प्रति टिके सचेतन रहिबार आवश्यकता रहिछि बिछा राशि व्यक्तिंकु। आज बिछा राशि व्यक्तिंकर भाग्य संख्या रहिछि जहा कि 7। भाग्य रंग रहुछि जहा कि आपण धला रंग व्यवहार करि परिबे। एवं ग्रह माने आपण को आज जहा कि 85% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज दिनटी आपणक पई एक उत्तम दिन होई पारे। पूर्वरु अटकी जाइथिबा कार्य मध्य आपणकर संपूर्ण होबार अनेक जुग बनौछि। पूर्वरु किछि मनस्कामना जदि करूछंती बा किछि कार्य बा किछि मनरे चिंता करिछंती ता सफल होबार आज उत्तम दिन होई पारे धनु राशि व्यक्तिंकर। आज धनु राशि व्यक्ति शिक्षार्थी विद्यार्थी मानक पई जहा कि पूर्ण शुभ जुग रहुची। इंटरव्यू एग्जाम थिले सेथिरे सफलता प्राप्त करि पारंती। तत्सहित धनु राशि व्यक्ति राजनीतिक सामाजिक क्षेत्र रे आपणकर दक्षता सहित निजर पदमर्यादा वृद्धि करिवो। तत्सहित आज धनु राशि व्यक्तिंकर आपणकर चाकरी संबंध रे कार्य आपणकर कार्य कौशल देखि उपरस्थ कर्मचारी आपणक ऊपर सदा बेले प्रसन्न रहिबे जहा आपणक भाग्य चक्र रु जणा पडुछि। तेबे आज धनु राशि व्यक्ति जो माने प्रेम संबंध रे जड़ित अछंती
ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହେବ। ମଧୁର ବାର୍ତ୍ତାଳାପ ସହିତ ଆପଣଙ୍କର ଭଲ ଭାବପ୍ରୀତି ଦେଖା ଦେଇପାରେ। ତତ୍ସହିତ ଆଜି କିଛି ନୂତନ ପ୍ରେମ ସମ୍ବନ୍ଧ ସୃଷ୍ଟି କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଧନୁରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ପରିବାର ବର୍ଗ ସମସ୍ତେ ଆପଣଙ୍କ ଉପରେ ସଦାବେଳେ ଖୁସିରେ ରହିବେ ଏବଂ ଭଲ ସମ୍ପର୍କ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯେକୌଣସି ବେପାର ବାଣିଜ୍ୟରେ ନବା ପାଇଁ ଆଜି ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ଧନୁରାଶି ବ୍ୟକ୍ତିଙ୍କର ପୂର୍ବରୁ ଯାହାକି ବେପାର ବାଣିଜ୍ୟରେ କିଛି କ୍ଷତି ଯଦି ହେଇଥିବ ତାହାର ଆଜି ଭରଣ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ସ୍ୱାସ୍ଥ୍ୟରେ ଅନେକ ଯାହାକି ସମସ୍ୟା ସୃଷ୍ଟି କରିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ଆପଣଙ୍କର ଖରାପ ଥିବ ଆଜି ଟିକେ ସାବଧାନ ହୋଇଯାଆନ୍ତୁ। ତେବେ ଆଜି ମକର ରାଶି ବ୍ୟକ୍ତି ପ୍ରାୟତଃ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଥିବେ ସେମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ। ତତ୍ସହିତ ଆଜି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହିତ ଭଲ ସମ୍ବନ୍ଧ ରଖି ଆପଣଙ୍କର କାର୍ଯ୍ୟ ହାସଲ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି କିଛି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିପାରେ କିମ୍ବା କିଛି ମନ୍ଦିର ପରିଦର୍ଶନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ, କିନ୍ତୁ ଆଶା ଅନୁଯାୟୀ ବିଶେଷ କରି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ବିଶେଷ ସଫଳତା ନ ମିଳିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କିଛି ସ୍ଥିରତା ଉପରେ ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି କ୍ଷେତ୍ରରେ ଆପଣ ଅଧିକ ଆଗଭର ହୋଇ ବା ଆଗୁଆ କୁହାଳିଆ ଭଳି କାର୍ଯ୍ୟ କରନ୍ତୁ ନାହିଁ। ସ୍ଥିରତା ରହି କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଯାହାକି ବଜାଇ ରହି ନିଜର କାର୍ଯ୍ୟ ଯାହାକି ରାଜନୈତିକ କ୍ଷେତ୍ରରେ ପରିପ୍ରକାଶ କରିପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି। ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ପଦମର୍ଯ୍ୟାଦା ବଢିବା ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଯୁଗ ରହୁଛି, ଯାହାକି ସେଥିରେ ଭଲ ସଫଳତା ପ୍ରାପ୍ତ କରିବେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଜର ଦକ୍ଷତା ବୃଦ୍ଧି କରିବ, ନିଜର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ କିଛି ନୂତନ ସମ୍ବନ୍ଧ ବନେଇବା ପାଇଁ ଆଜି ଉତ୍ତମ ସୁଯୋଗ ରହୁଛି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ବନ୍ଧ ଭଲ ରହିବ ଏବଂ ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧ କିଛି ରହିବ ନାହିଁ, ଯାହାକି ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଜିନିଷ ଆଣିବାର ପୂର୍ଣ୍ଣ ସୁଯୋଗ ରହୁଛି କିମ୍ବା କିଏ ଆପଣଙ୍କୁ ଯାହାକି ସରପ୍ରାଇଜ ଦବାର ଯାହାକି ଯୁଗ ବନଉଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର
ଯାହାକି ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅତି ଉତ୍ତମ ଯୁଗ ରହୁଛି। ପୂର୍ବରୁ ଯୋଉମାନେ ଶତ୍ରୁତା ଆପଣଙ୍କ ସାଥିରେ କରିଥିବେ ସେମାନେ ଆଜି ମିତ୍ରତା କ୍ଷେତ୍ରରେ ହାତ ବଢେଇ ପାରନ୍ତି କିମ୍ବା ଆପଣ ଆଜି ଶତ୍ରୁ ନାଶ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ସଫଳତା ହବାର ଅତି ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେବାରୁ ଆପଣଙ୍କର ପଦମର୍ଯ୍ୟାଦା ବଢିବ ଏବଂ ମାନ ସମ୍ମାନ ଅନେକ କ୍ଷେତ୍ରରେ ବୃଦ୍ଧି ହବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣ ଅଫିସ ଜନିତ କ୍ଷେତ୍ରରେ ଯଦି କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅନେକ ପରିମାଣରେ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରଶଂସା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ କରିବା ପାଇଁ ଆଜି ଶୁଭ ଯୁଗ ରହୁଛି ଯେକୌଣସି ନିଷ୍ପତ୍ତି ନେବା ପାଇଁ। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ପୂର୍ଣ୍ଣ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ଆମୋଦ ପ୍ରମୋଦ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ କିଛି ନୂତନ ପ୍ରେମ ପାଇଁ ଆଜି ଶୁଭ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ପରିବାର କିମ୍ବା ଆପଣଙ୍କର ପିଲା ଛୁଆଙ୍କ ସହିତ ଭଲ ସମ୍ବନ୍ଧ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଯଦି ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।